ଆଜି ରାତିରୁ ନେଇକି ଆଜ୍ଞା ସେଠି ଖାଇକିନା ଶୋଉଥିଲେ ନେଇକି ସେଥି ଟାଇମ୍ରେ ଗୋଟେ ଟିପର ଗାଡ଼ି ଲୋଡ୍ ଧରିକିନା ଆସିଲା। ଆରେ ଆସିକିନା ପୁରା ଘର ଯାକକୁ ମାରିଦେଇଛି। ଏବେ ମେଡିକାଲରେ ଅଛୁ। ଆମର ବାପାକୁ ନେଇକି ବେଶୀ ଛାତିରେ ମାଣ୍ଡେଇ ଯାଇଛି। ଆରେ ହଟାରେ ବି ମାଣ୍ଡେଇ ଯାଇଛି। ଆରେ ଆମର ଭୁଆରେ ବି ମାଣ୍ଡେଇ ଯାଇଛି। ତେବେ ନାଇଁକି ସେଇଟା ଆମେ କହୁଛି ଆଜ୍ଞା ନାଇଁକି ଆମକୁ ଘର ମିଳୁ ଆଉ ନାଇଁକି ଟିକେ ଆମର ବାପା ଭୁଆରେ ଟିକେ ଭଲ ରେଖର ବୋଲିକିନା ମୁଁ କହୁଛି। ସେଠି ଘରେ ନାଇଁ ଆଜ୍ଞା ଭାଇ ଗୋଟେ ଥିଲା। ଆଉ ଯୋଉ କିରାନୀ ଦୋକାନ ଗୋଟେ ଥିଲା। ଆରେ ନେଇକି ପୁରା ଜାଗା ତ ପୁରା ଥୋକି ହେଇଯାଇଛି ସାର୍। ଆରେ ନେଇକି ବାପା ବି ପୁରା ଯାଇଥିଲା ସେଠି। ତାଙ୍କୁ ଗୋଦେଇକିନା ଧରିକିନା ଆଣିଛୁ ମେଡିକାଲରୁ। ଟିକେ ନାଇଁ ଆଜ୍ଞା ସେଠି ମରି ଯାଇଥାନ୍ତୁ ପୁରା ଜନ ସେଥି ଟାଇମରୁ ନେଇକି ଏବେ ଗାଡି ମାଲିକ ଯାଉନାଇଁ ଆମ ଘର ଯାକ ହେଇଯା କରିଦଉ। ଆରେ ବାପା ଆମର 2 ଜଣ ପଡୁଛନ୍ତି ଭୁଆରି ଆମ ବାପା। ଟିକେ ବୋର୍ଡରେ କରିଦେଇକିନା ଘରେ ଛାଡିଦଉ। ନାଇଁ ସାର୍ ଟିକେ ପିଟି ବଞ୍ଚିଗଲୁ ଭଗବାନ ଦୁଆରେ ଆମକୁ ବଞ୍ଚେଇଲା। ପରିବାର ଯଦି ନାଇଁ ଆଜ୍ଞା ନାଇଁଜ୍ଞା ମରି ଯାଇଥାନ୍ତୁ ପୁରା ଜନ। ହେଲେ ହଠାତ୍ ସାଉଣ୍ଡ ଶୁଣିକିନା ଆଇଲୁ ଗଲ କଥା। ହେଲେ ଏବେ ଘରେ ରହିଲେ ତାଙ୍କର 8ଟା ପରିବାର ଛୋଟ ଛୋଟଟା ପିଲାଟିକୁ 4ଟା ଆରି ତାର ଇଏ ଗୋଟେ ବୁଢା ଗୋଟେ ଅଛି ଆରି ତାର ପୁଅ ଆରି ତାର ମାଇକିନା। ହେଲେ ସେ 8 ଜଣକୁ ଟିକେ ଆଘାତ ଲାଗି ଯାଇଛି। ଟିକେ ମାଡ଼ ପାଡ଼ ବାଜିଛି କେମିତି ଦେଖୁନାହିଁ ମାତ୍ର ଠିକ ତାଙ୍କ ମାନଙ୍କୁ ସେ ଆମ୍ବୁଲାନ୍ସକୁ ଡାକବାରୁ ସେ ଫୋନ କରି ତାକୁ ନେଇଗଲେ ନବରଙ୍ଗପୁର। ଟିକେ ସେମାନେ ଟିକେ ବଳେଇକିରି ଆସୁ ବୋଲ ବାଟା ଆମେ ଭାବୁଛୁ। ହେଲେ କଣ କେତେ ଅଛି ବୋଲେ ଆମ ତ ତାସିଆ ଲୋକ ଆଜ୍ଞା ଏଇଟା ଦାନ ଥିଲା। ଯୋଉ ଏବେ ଟିକେ ଛୋଟିଆ ଦୋକାନ ବି କରିଥିଲା ସେଠି ପୁଡିଆ ଥିଲା ଯୋଉଟା ସେଇ ଦୋକାନ ସାମାନ ଅଛି ସେଇଟା ମତେ ନଷ୍ଟ ହେଇଛି। ସେଟା ଆମର ଟିକେ ସିଏ ଯୋଉ ମାଲିକ ହେଲେ ଟିକା ତାର ଘର ପଟ ଟିକେ ବେଗା ବେଗି ତିଆରି କରୁ ଆଜିକାଲି ବର୍ଷା ଦିନ ଘର ତ ଭାଙ୍ଗି ଯାଇଛି। ବାଇକ୍ ଗୋଟେ ଅଛି। ହଁ ବାଇକ୍ ବି ତାକୁ ପୋତି ହେଇଯାଇଛି। ତାର ଯେତିକି ସାମାନ ନକ୍ସାନ ହେଇଛି ସେଇଟା ପୂରଣ କରିବାର ଅଛି। ସେଇଟା ଆମେ ଗାଁ ବାଲା ଦାବି କରୁଛୁ। ଆମର କଡିଙ୍ଗା ଥାନାର ଏ ପୂଜାରୀଗୁଡ଼ା ଗାଁ ପାଖରେ ଆଜି ଠିକ୍ ଗାଁ ମଝାମଝି ଟର୍ଣ୍ଣିଂଟା ପାଖରେ ଭାରସାମ୍ୟରେ ଗୋଟେ ବାଲି ବୋଝେଇ ଟିପରଟା ଉଲ୍ଟି ପଡ଼ିଛି। ଆଉ ରାସ୍ତା ଧାରେ ଯେଉଁ ଘରଟା ଥିଲା ତା ଦେହରେ ମଧ୍ୟ ଧକ୍କା ହେଇଛି। ଆଉ ସେଇ ଘରରେ ଥିବା ପରିବାର ଲୋକମାନେ ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କୁ ସବୁ ନବରଙ୍ଗପୁର ହସ୍ପିଟାଲକୁ ସିଫ୍ଟ କରାହେଇଛି। ଡ୍ରାଇଭର ବି ଇଞ୍ଜର୍ଡ ଅଛି। ଆଉ ତାକୁ ମଧ୍ୟ ସେ ହସ୍ପିଟାଲକୁ ସିଫ୍ଟ କରାହେଇଛି। ବାକି ଆମେ ଫର୍ଦର ଇନଭେଷ୍ଟିଗେସନ୍ ଚାଲିଛି। ଏଠି ତ ଅନ୍ଧାର ଅଛି। ବାକି ଡିଟେଲ୍ସ ଆପଣଙ୍କୁ ଦେବୁ। ଯାହା ଆମେ ଫୋନରେ କଥାବାର୍ତ୍ତା ହେଲୁ ସମସ୍ତଙ୍କର ଅବସ୍ଥା ବର୍ତ୍ତମାନ ତ ଠିକ୍ ଅଛି। ମୁଁ ନିଜେ ଏବେ ଯାଉଛି ତାଙ୍କର ଦେଖିବେ ତାଙ୍କର କେମିତି ଭଲ ଟ୍ରିଟମେଣ୍ଟ ହେଇପାରିବ ଆଉ କେମିତି ତାଙ୍କୁ ସାହାଯ୍ୟ କରିପାରିବା ସେଟା ଦେଖୁ। Choose excellence. Choose Kripajal Engineering College. Admissions open for Diploma, B.Tech, M.Tech, MCA, MBA and PGDM. Apply now.